ଗଞ୍ଜେଇ ଏପରି ଏକ ନିଶାଦ୍ରବ୍ୟ ଯାହାକୁ ଭଗବାନ ଶିବଙ୍କ ପ୍ରସାଦ ଭାବେ ବର୍ଣ୍ଣନା କରାଯାଏ। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଗଞ୍ଜେଇ ପାଲଟିଛି ଅର୍ଥ ରୋଜଗାରର ମାଧ୍ୟମ। ବର୍ତ୍ତମାନର ଯୁଗରେ ବୁଢ଼ାଠାରୁ ଯୁବ ବୟସର ବ୍ୟକ୍ତିଙ୍କ ପାଇଁ ଏହି ନୀଳଜହର ସେବନ ପାଲଟିଛି ଏକ ଟ୍ରେଣ୍ଡ। ରାଜ୍ୟର ପାହାଡ଼ ପର୍ବତ ଘେରା ଗଜପତି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷର ଏନ୍ତୁଡ଼ିଶାଳ। ତେବେ ଗତ 3 ବର୍ଷ ମଧ୍ୟରେ ଜିଲ୍ଲାରେ କ'ଣ ରହିଛି ଗଞ୍ଜେଇ ଟ୍ରାକ୍ ରେକର୍ଡ ଆସନ୍ତୁ ଦେଖିବା ଏହି ରିପୋର୍ଟରେ। ଓଡ଼ିଶାର ଦକ୍ଷିଣ ଭାରତରେ ଗଞ୍ଜାମ, ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲା ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ସୀମାକୁ ଲାଗି ରହିଛି ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଗଜପତି ଜିଲ୍ଲା। ଏହି ଜିଲ୍ଲାଟି ନିଜ ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାକୁ ନେଇ ବେଶ୍ ପରିଚିତ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ନାମିତ ଏହି ଜିଲ୍ଲାଟି କିନ୍ତୁ ବର୍ତ୍ତମାନ ଗଞ୍ଜେଇ ଚାଷ ପାଇଁ ଏକ ଦୁର୍ନାମ ଅର୍ଜନ କରିସାରିଲାଣି। ଜିଲ୍ଲାର ଦେଖନ୍ତୁ, ସାରା ଭାରତ ବର୍ଷରେ ଗଜପତି ଜିଲ୍ଲାର ଗୋଟେ ନାମ ରହିଛି, ପହଚାନ ରହିଛି, ପରିଚୟ ସ୍ୱତନ୍ତ୍ର ଭାବେ ରହିଛି। ମହାରାଜା କୃଷ୍ଣଚନ୍ଦ୍ରଙ୍କ ନାମରେ ଆମର ଗଜପତି ଜିଲ୍ଲା ନାମିତ ହେଇଛି। ସେଇଥିପାଇଁ ଆମେ ମଧ୍ୟ ଗୋଟେ ସୁନାମ ଧନ୍ୟ ନାଗରିକ ହିସାବରେ ନିଶ୍ଚୟ ଆମେ ଗର୍ବ ତ ନିଶ୍ଚିତ ଭାବରେ ଅନୁଭବ କରୁଛୁ। ଆଉ ଯେହେତୁ ଆମର ଗଜପତି ଜିଲ୍ଲା ଅଧିକାଂଶ ପଞ୍ଚାୟତ ହଉ କି ଗ୍ରାମ ଗୁଡ଼ିକ ହଉ ହିଲି ଏରିଆରେ ଅର୍ଥାତ୍ ପର୍ବତ ପାହାଡ଼ିଆ ଅଞ୍ଚଳରେ ବସବାସ ଅବସ୍ଥିତ ଅଛି। ତ ଏଇଠି କ'ଣ ଯେହେତୁ ସରକାରଙ୍କର ଗୋଟେ ରୋଡ଼ ରାସ୍ତା କନେକ୍ଟିଭିଟି କିଛି ନାହିଁ, ସେମିତି କିଛି ଡେଭଲପମେଣ୍ଟ ନାହିଁ, ୟାର ସୁଯୋଗ ନେଇକି ଆମର ଆଦିବାସୀମାନେ ବା ଆମର ଦଳିତ ଆଦିବାସୀ ଜନସାଧାରଣ ମାନେ ଯେଉଁ ଗ୍ରାମାଞ୍ଚଳ ମାନଙ୍କରେ ବସବାସ କରିବା ଲୋକମାନେ ବେସିକାଲି ଏ ଯେଉଁ ଗଞ୍ଜେଇ ଚାଷ କରିଥାନ୍ତି। ଚାଷ ପାଇଁ କୋଉଠୁ ଅର୍ଥ ଆସୁଛି, କିଏ ସହଯୋଗ କରୁଛି, ୟାକୁ ନେଇକି କ'ଣ ରହିବ ଆପଣଙ୍କର ମତାମତ? ତ ଦେଖନ୍ତୁ, ଏଇ ଚାଷ କରିବା ପାଇଁ ଅର୍ଥର ଆବଶ୍ୟକ ଅଛି, ପରିଶ୍ରମର ଆବଶ୍ୟକତା ଅଛି, ତା ଆନୁଷଙ୍ଗିକ ସାର ଯେଉଁ ପିଡ଼ିଆର ଆବଶ୍ୟକତା ମଧ୍ୟ ଅଛି। ତ ଏଇଟାକୁ ଯଦି କହିବା ଲେଟ୍ ସେ ଗୋଟେ ଏରିଆରେ ଗୋଟେ ଚାଷ ହେଉଛି, ତା ପାଇଁ ଗୋଟେ ଗଞ୍ଜେଇ ମାଫିଆ ମାନେ ବାହାର ରାଜ୍ୟରୁ ଆସିଥାନ୍ତି। ଆଜ୍ଞା, ବାହାର ରାଜ୍ୟରୁ ଆସିକି ସେମାନଙ୍କୁ ଅଧିକା ଦରରେ ଆମେ କିଣିବୁ ବୋଲିକି ତାଙ୍କର ପ୍ରଲୋଭନ ଦେଖାଇଥାନ୍ତି। ଆଉ ସେ ଅନୁସାରେ ସାଧାରଣ ଲୋକମାନେ ହିଲି ଏରିଆରେ, ରିମୋଟ୍ ଏରିଆ ମାନଙ୍କରେ ସେମାନେ ଚାଷ କରିଥାନ୍ତି। ଯାହା ଯାହା ଆବଶ୍ୟକ ତାହା ସେମାନେ ବାହାର ରାଜ୍ୟରୁ ଯେଉଁ ମାଫିଆ ମାନେ ଆସୁଛନ୍ତି ସେମାନେ ଯୋଗାଇଥାନ୍ତି। ଆପଣ କହିବା କଥା ସେମାନେ ଆମ ଅଞ୍ଚଳର ଲୋକଙ୍କୁ ମୋହରା ବନେଇକି ଏ ଜିନିଷ ଗଞ୍ଜେଇ ଚାଷ ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କଟାଗଲାଣି, କୋଟି କୋଟି ଟଙ୍କାର ଗଞ୍ଜେଇ ଧରାଗଲାଣି, ଅଭିଯୁକ୍ତ ମାନେ ଗିରଫ ହେଲାଣି। ତଥାପି ଏ ଚାଷ ବର୍ତ୍ତମାନ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗଞ୍ଜେଇ ଚାଲାଣ ମଧ୍ୟ ଜାରି ରହିଛି। ଆକୁ ନେଇ କ'ଣ କହିବେ ପୋଲିସ ପ୍ରଶାସନ ଏବଂ ଅଧିକାରୀ? ଦେଖନ୍ତୁ, ପ୍ରଥମ କଥା ହେଉଛି ତ ଯେତେବେଳେ ଆମେ କାଗଜ ଦେଖୁ, ପେପର ଦେଖୁ ବା ଟିଭି ଅନ୍ କରୁ, ସାଙ୍ଗେ ସାଙ୍ଗେ ଆମେ ଦେଖିବାକୁ ପାଉଛୁ ଯେ ଆଜି ଗଞ୍ଜେଇ ଚୋରା ଚାଲାଣ ଆଜି ଧରା ହେଲା, କି ଗଞ୍ଜେଇ ମାଫିଆ ମାନଙ୍କୁ ଆରେଷ୍ଟ କରାହେଲା, ଜବତ କରାହେଲା, ଏଭଳି ଅନେକ ବିଷୟବସ୍ତୁ ଆମେ ଦେଖୁଛୁ। ଯାହାରି ଫଳରେ ଆମେ ମଧ୍ୟ ଗୋଟେ ଭଲ ସନ୍ଦେଶ ଏଇଟା ହଉନାହିଁ, ଆମ ପାଇଁ ଏଇଟା ଗୋଟେ ଶୁଭ ସନ୍ଦେଶ ନୁହଁ। ଆଜ୍ଞା, ଏଇଟା ଗଜପତି ଜିଲ୍ଲା ପାଇଁ ଗୋଟେ ଅପମାନର କାରଣ। ତଥାପି ମଧ୍ୟ ଏ ଯେଉଁ ଗଞ୍ଜେଇ ମାଫିଆ ମାନଙ୍କର ଯେଉଁ ଆଭିମୁଖ୍ୟ ଚିନ୍ତାଧାରା ଅଛି, ସେମାନେ ଆସିକି ଆମ ଲୋକମାନଙ୍କୁ ମୋହରା ବନାଉଛନ୍ତି। ଏଇଟା ନିରାଟ ସତ କଥା। ମୋହରା ବନେଇକି ଆଜ୍ଞା, ମୋହରାରେ ସେମାନେ ଆମର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯେଉଁ ଜନସାଧାରଣ ତାଙ୍କର ପ୍ରେରଣାରେ ବଶୀଭୂତ ହେଇକି ଆଜ୍ଞା ସେମାନେ ଫସି ଯାଉଛନ୍ତି। କିନ୍ତୁ ସେ ଗଞ୍ଜେଇ ମାଫିଆ ମାନେ ବାହାର ରାଜ୍ୟରୁ ଆସିବା ଲୋକମାନେ ଆରାମସେ ଫିଟି ଯାଉଛନ୍ତି। ଯୁବପିଢ଼ି ଉପରେ ଆର ପ୍ରଭାବ କ'ଣ? ନିଶ୍ଚିତ ଭାବରେ ଯେତେବେଳେ ଗଞ୍ଜେଇ କଥା ହଉ କି ନିଶାଦ୍ରବ୍ୟ ମାଦକ ଦ୍ରବ୍ୟ କଥା ହଉ, ଯୁବପିଢ଼ି ଉପରେ କୁପ୍ରଭାବ ନିଶ୍ଚୟ ପଡୁଛି। ଆଉ ଯୋଉ ଦିଗ ନିର୍ଣ୍ଣୟ କରିକି ଯୋଉ ଯୁବପିଢ଼ି ଆଗକୁ ଚାଲିବା କଥା, ସିଏ ପଥହରା ହଉଛି, ବିପଥଗାମୀ ହଉଛି। ଶେଷରେ କ'ଣ କହିବେ ଚାଷ? ଶେଷରେ ମୁଁ ଏତିକି କହିବି, ପ୍ରଶାସନକୁ ଅନୁରୋଧ କରିବି, ସରକାରଙ୍କୁ ଅନୁରୋଧ କରିବି, ଏଇଟାକୁ କଣ୍ଟ୍ରୋଲ କରିବା ପାଇଁ, ସମ୍ପୂର୍ଣ୍ଣ ଭାବରେ ମୂଳ ଉତ୍ପାଦନ କରିବା ପାଇଁ ଆୱାରନେସ୍ କ୍ୟାମ୍ପ କରାଯାଉ, ଲୋକମାନଙ୍କୁ ସଚେତନ କରାଯାଉ। ଯଦି ଏ ଭିତରେ ଯଦି ସରକାର ବା ପ୍ରଶାସନ ପାରୁନାହିଁ, ତାହେଲେ ଆଇନ ସମ୍ମତ ଗୋଟେ ଗଞ୍ଜେଇ ଚାଷ କରିବା ପାଇଁ ଦିଆଯାଉ। ମୋହନା, ଆରଦେଗିରି ଏବଂ ଅଡ଼ପା ଥାନା ଅଞ୍ଚଳରେ ଏହି ଗଞ୍ଜେଇ ଚାଷକୁ ବେଧଡ଼କ ଭାବେ କରାଯାଉଛି। ସୁଉଚ୍ଚ ପର୍ବତ ଉପରେ ଅଧିକ ଲାଭବାନ ହେବା ଆଶାରେ ଏହି ନୀଳଜହର ଚାଷକୁ ଆପଣେଇ ନେଇଛନ୍ତି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ନିରୀହ ଜନସାଧାରଣ। ଜିଲ୍ଲାରେ ଏହି ଗଞ୍ଜେଇ ଚାଷ ପଛରେ କିନ୍ତୁ ରହିଛି ବାହାର ରାଜ୍ୟର ମାଫିଆମାନଙ୍କର ପରୋକ୍ଷ ସହଯୋଗ।
ଉଚ୍ଚ ପର୍ବତ ଏବଂ ଘଞ୍ଚ ଜଙ୍ଗଲରେ ଗଞ୍ଜେଇ ଚାଷ କରିବା ପାଇଁ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆମାନେ ମୋହନା ଅଞ୍ଚଳରେ ବସବାସ କରୁଥିବା ଗରିବ ନିରୀହ ଆଦିବାସୀ ଏବଂ ପାହାଡ଼ରେ ବସବାସ କରୁଥିବା ଲୋକମାନଙ୍କୁ ହାତବାରିସି କରି ଏହି ଗଞ୍ଜେଇ ଚାଷ କରାଇଥାନ୍ତି। ଅଧିକ ଲାଭ ଆଶାରେ ଲୋକେ ମଧ୍ୟ ଏହି ଚାଷକୁ ଆପଣେଇ ନେଇଥାନ୍ତି। ଚାଷ ପାଇଁ ଗଞ୍ଜେଇ ମଞ୍ଜିଠାରୁ ଆରମ୍ଭ କରି ଆବଶ୍ୟକୀୟ ସାମଗ୍ରୀ କିଣିବାରେ ଅନ୍ତରାଜ୍ୟ ମାଫିଆମାନେ ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତିମାନଙ୍କୁ ଯୋଗାଇ ଦେଇଥାନ୍ତି। ଗଞ୍ଜେଇ ଅମଳ ପରେ ପୋଲିସ ଏବଂ ଅବକାରୀ ବିଭାଗର କିଛି ସ୍ଥାନୀୟ କର୍ମଚାରୀଙ୍କୁ ହାତବାରିସି କରି ଗାଡ଼ି ସାହାଯ୍ୟରେ ବେଧଡ଼କ ଅଞ୍ଚଳରୁ ଗଞ୍ଜେଇ ଚାଳନ କରିଥାନ୍ତି। ଆପଣଙ୍କ ନାଁ କରୁଛୁ? ମୋ ନାଁ ଦୁର୍ଯ୍ୟୋଧନ କରଡ଼ା, ଆଇନଜୀବୀ ମୋହନା। ଗଞ୍ଜେଇ ଦିନକୁ ଦିନ ଗଜପତି ଜିଲ୍ଲାରେ ପଡ଼ିବାରେ ଲାଗିଛି, ଗଞ୍ଜେଇ ଚାଷକୁ ବା ଗଞ୍ଜେଇ ବେପାର, ଆପଣ କ'ଣ କହିବେ? ଆକ୍ଚୁଆଲି ବାହାର ଅଞ୍ଚଳର କିଛି ଗଞ୍ଜେଇ ମାଫିଆ ଏ ଅଞ୍ଚଳରେ ମଞ୍ଜି, ସାର, ବିହନ, ପିଡ଼ିଆ ସବୁ ଦେଇଥାନ୍ତି ଆଉ ଏଠି ଲୋକ ଚାଷ କରନ୍ତି। ଏବେ ବି ଲୋକଙ୍କ ହାତରେ କ୍ଷମତା ହେଲାଣି, ସେମାନେ ବି ପଇସା ପତ୍ର ଯୋଗାଡ଼ କରିକି ଦୋକାନରୁ ବାକି ସାକି ନେଇକି ଚାଷ କରୁଛନ୍ତି। ତ ସାର୍ ବିଭିନ୍ନ ଚାଷ ରହିଛି, କିନ୍ତୁ ଲୋକେ ଯେଉଁ ଅଞ୍ଚଳରେ ଏ ଗଞ୍ଜେଇ ଚାଷ ଉପରେ ଯେଉଁ ଗୁରୁତ୍ୱ ଦେଇଛନ୍ତି, କାହିଁକି ସାର୍ ଏଇଟା ଅଧିକ ଗୁରୁତ୍ୱ ଦେଉଛନ୍ତି, କ'ଣ କହିବେ? ଆକ୍ଚୁଆଲି ଗଞ୍ଜେଇ ଚାଷରେ ବହୁତ ଲାଭ ଅଛି। ଏହାଦ୍ୱାରା ମାନେ 3000 2000 ଟଙ୍କା ସେମାନେ ପାଉଛନ୍ତି କିଲୋ ପିଛା। ଜଣେ 10-20 କିଲୋ ଗଞ୍ଜେଇ କମେଇ ଦେଲେ ତାର ପଇସା ହେଇଯାଉଛି। ଏଠି ଯୁବକ ଯୁବତୀମାନେ ବାହାର ରାଜ୍ୟକୁ ଗଞ୍ଜେଇ ନେଇକି ବାହାର ଏରିଆକୁ ବି ଯାଉଛନ୍ତି ଆଉ ସେମାନେ ବହୁତ ପଇସା ପାଉଛନ୍ତି। ତ ସାର୍ ଏଇଟା କେମିତି ମୂଳ ଉତ୍ପାଦନ ହେବ ଗଞ୍ଜେଇ ଚାଷର? ମୂଳ ଉତ୍ପାଦନ ହେଉଛି ଗଞ୍ଜେଇ ଯେଉଁ ଜମି ଗୁଡ଼ାକ ତାଙ୍କୁ ପଟ୍ଟା ଦେଇ ଦିଆଯାଉ ଆଦିବାସୀମାନଙ୍କୁ, ଏକରେ। ଦ୍ୱିତୀୟ କଥା ହେଉଛି ପଟ୍ଟାରେ କେଉଁ ପଟ୍ଟାରେ କିଏ ଚାଷ କଲା ଜଣାପଡ଼ିବ ନିହାତି, ଏମିତି ଜଣାପଡ଼ୁନି। ଦ୍ୱିତୀୟ କଥା ହେଉଛି ଏଠି ପୋଲିସ ଡିପାର୍ଟମେଣ୍ଟ ଯେଉଁ ଲୋକମାନଙ୍କୁ ସଚେତନ କରିବା ଦରକାର, ଶିକ୍ଷିତ ଯୁବକ ଯୁବତୀମାନଙ୍କୁ, ଯେଉଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମରୁ +2 ପର୍ଯ୍ୟନ୍ତ ବା +3ରେ ବି ସଚେତନତା ଜନସଚେତନତା କରିବା ଦରକାର। ତା ସହିତ ଜମି ଯେତେବେଳେ ଯେଉଁ ଚାଷ ହେଉଛି ଗଞ୍ଜେଇ, ସେତେବେଳେ ବି ଗାଁରେ ସବୁ ପର୍ଯ୍ୟବେକ୍ଷଣ କରିକି ତାକୁ ଉପାଡ଼ିବା ଦରକାର। ଆଉ ଚାଷ ହେଲା ପରେ ଯେଉଁ ଗଞ୍ଜେଇ ହେଉଛି କଟା ହେଉଛି ଯେତେବେଳେ କୌଣସି ଗାଁରେ ରଖିବା କଥା ନୁହଁ, କାରଣ ତହସିଲଦାର ଇଏ କରିବେ ଯେଉଁ ପ୍ରସ୍ତୁତି କେଉଁଠି କେଉଁଠି କଟା ହେବ। ଆକ୍ଚୁଆଲି ସେଇଟା ଅଛି। ଆକ୍ଚୁଆଲି ମୋହନା ପୋଲିସ, ଅଡ଼ା ପୋଲିସ ତହସିଲଦାରକୁ ନ ଜଣେଇକି କାଟୁଛନ୍ତି, ତାଦ୍ୱାରା ଏମିତି ଅନିୟନ୍ତ୍ରିତ ହେଉଛି। ଗଞ୍ଜେଇ ମାଫିଆ ଏବଂ ପୋଲିସ ପ୍ରଶାସନ ଭିତରେ କ'ଣ ସାଲସୁତରା ଥିଲା ବୋଲି ଆପଣ? ହଁ, ନିଶ୍ଚୟ। ଗଞ୍ଜେଇ ଆଉ ଯେଉଁ ମୋହନା ପୋଲିସ, ଅଡ଼ା ପୋଲିସ, କିଛି ପୋଲିସ କର୍ମଚାରୀ, ପିଅନ ବା ହୋମଗାର୍ଡ଼ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ଜଣାପଡ଼ୁଛି। ଆଉ ସେମାନେ ଏଠି ସବୁ ଲୋକମାନଙ୍କୁ ସଚେତନ ବି କରୁଛନ୍ତି ଯାଇକି, ସେ କଥା ଅଛି। ସେଇଟାକୁ ବନ୍ଦ କରାଗଲେ ସମ୍ପୂର୍ଣ୍ଣ ବନ୍ଦ ହେଇପାରିବ। ବର୍ତ୍ତମାନ ଏଠି ଅବକାରୀ ବିଭାଗ ବି ଅଛି। ଅବକାରୀ ବିଭାଗ କେଉଁ କାମକୁ ନାହିଁ। ଅବକାରୀ ବିଭାଗ କେବଳ ନାମକୁ ମାତ୍ର ଅଛି, କେବଳ ମଦ ଧରୁଛି, ଆଉ ଗଞ୍ଜେଇର କଥା କିଛି ନାହିଁ। କାରଣ ଅବକାରୀ ବିଭାଗ ଯେଉଁଦିନ ସଚେତନ ହେବ ବା ଏଠି କାର୍ଯ୍ୟକ୍ରମ ଆରମ୍ଭ କରିବ, ତାହେଲେ ନିହାତି କିଛି ହେବ। କ'ଣ ହେଲେ ଆମର ଏ ଅଞ୍ଚଳରୁ ଗଞ୍ଜେଇ ଚାଷ ସମୂଳେ ହୋଇପାରେ? ପ୍ରଥମ କଥା ହେଉଛି ଆଦିବାସୀମାନଙ୍କୁ ପଟ୍ଟା ଦେଇ ଦିଆଯାଉ। ଦ୍ୱିତୀୟ କଥା ହେଉଛି ଯେତେବେଳେ ଚାଷ କରୁଛନ୍ତି ଲୋକ, କେଉଁ କେଉଁ ଏରିଆରେ ଚାଷ ହେଉଛି ଏଇଟା କ'ଣ ପ୍ରଶାସନ ଜାଣିନି? ପ୍ରଶାସନ ନିଶ୍ଚୟ ଜାଣିଛି। ତେଣୁ ସେ ଗୁଡ଼ାକ ସବୁ ବନ୍ଦ ହେବା ଦରକାର। ଆଉ ଗଞ୍ଜେଇ ହେଇଗଲା ପରେ ତାକୁ ମଧ୍ୟ ସମ୍ପୂର୍ଣ୍ଣ କଟାଯିବା ଦରକାର। ତ ସାର୍ ମୁଖ୍ୟ କ'ଣ ମାନେ ଜୀବିକା ନିର୍ବାହ ପାଇଁ କିଛି କର୍ମ ନିଯୁକ୍ତି ଆବଶ୍ୟକ ରହିଛି? ହଁ, ନିଶ୍ଚୟ। ଗଜପତି ହେଉଛି ନୋ ଇଣ୍ଡଷ୍ଟ୍ରି ଏରିଆ। ଏଠି ଶିଳ୍ପ ନାହିଁ। ଏଠି ଲୋକ ହଜାର ହଜାର ଯୁବକ ଯୁବତୀ ପ୍ରତିଦିନ ଧାଉଁଛନ୍ତି ବାହାର ରାଜ୍ୟକୁ। ଏଠି କର୍ମସଂସ୍ଥାନ ଆଉ ସଚେତନତା ଏ ଦୁଇଟା ଜରୁରୀ ଅଛି। ଗଞ୍ଜେଇ ଯେଉଁ ଚଳାଣ ଉପରେ କ'ଣ କହିବ? ଗଜପତି ଜିଲ୍ଲାରେ ଯେଉଁ ଚାଲିଛି ବର୍ତ୍ତମାନ ଗଞ୍ଜେଇକୁ ନେଇ? ବର୍ତ୍ତମାନ ଗଜପତି ଜିଲ୍ଲାରେ ଯେଉଁ ଗଞ୍ଜେଇ ଚାଲାଣକୁ ନେଇକି ବର୍ତ୍ତମାନ ଯେଉଁ ପ୍ରଶ୍ନ ସୃଷ୍ଟି ହେଉଛି, ଦୁର୍ନାମ ସୃଷ୍ଟି ହେଉଛି ଗଜପତି ଜିଲ୍ଲାରେ, ଯେ ଗଜପତି ଜିଲ୍ଲା ହେଉଛି ଗଞ୍ଜେଇ ଚାଲାଣ କିମ୍ବା ଗଞ୍ଜେଇ ଚାଷରେ ଗୋଟେ ଗୁରୁତ୍ୱ ନେଉଛି ବୋଲିକି ଯେଉଁ ମାନେ ଦୁର୍ନାମ ସୃଷ୍ଟି ହେଉଛି, ସେଇଟା ଆମ ଗଜପତି ବାସୀଙ୍କ ପାଇଁ ଗୋଟେ ଦୁର୍ଭାଗ୍ୟର ବିଷୟ ଅଟେ। କିଭଳି ଚାଷ ହେଉଛି ଗଞ୍ଜେଇ, ପ୍ରକ୍ରିୟା କ'ଣ ରହୁଛି, ଏହାର କିଭଳି କରାଯାଉଛି? ଦେଖନ୍ତୁ, ପ୍ରଥମେ ତ ଯେଉଁମାନେ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ, ସେମାନେ ଆମର ଯେଉଁମାନେ ଜଙ୍ଗଲ ଏରିଆରେ ବସବାସ କରୁଛନ୍ତି, ଆମର ଦଲିତ ଆଦିବାସୀ ଲୋକମାନେ, ସେମାନଙ୍କୁ ପ୍ରଥମେ ସେମାନେ ପ୍ରଲୋଭିତ କରୁଛନ୍ତି।
ଆଉ ସେମାନଙ୍କୁ ସେମାନେ ମାନେ ମହରା ବନାଉଛନ୍ତି। ସେମାନଙ୍କୁ ମଞ୍ଜିଠୁ ଆରମ୍ଭ କରିକି ଯାହା ବି ଯାବତୀୟ ତାଙ୍କର ଗଞ୍ଜେଇ ଚାଷ ପାଇଁ ଯାହା ସାମଗ୍ରୀ ଦରକାର ହେଉଛି ସେ ସମସ୍ତ ଜିନିଷ ସେମାନେ ଯୋଗାଉଛନ୍ତି, ଯାହାରି ଫଳରେ ଆମ ଲୋକମାନେ ପ୍ରଲୋଭନରେ ପଡ଼ିକି ସେମାନେ ଚାଷ କରିବାକୁ ବାଧ୍ୟ ହେଉଛନ୍ତି। ତ ଯୋଉ ଯୁବପିଢ଼ି ବର୍ତ୍ତମାନ ଗଞ୍ଜେଇ ସେବନରେ ହଉ ଗଞ୍ଜେଇ ଚାଲାଣରେ ହଉ ସବୁବେଳେ ସକ୍ରିୟ ରହୁଛନ୍ତି ଏଥିରେ, ୟାକୁ ନେଇ କ'ଣ କହିବେ? ଦେଖନ୍ତୁ, ଯୁବପିଢ଼ି ଏଇଥିରେ ସକ୍ରିୟ ରହୁଛନ୍ତି ଏଇଥିପାଇଁ ଯେ ସେମାନେ ପାଠ ପଢ଼ିକି ସେମାନଙ୍କର ଗଜପତି ଜିଲ୍ଲାରେ କୌଣସି ରୋଜଗାରର ମାନେ ରାସ୍ତା ପାଇପାରୁନାହାନ୍ତି, ଯାହାରି ଫଳରେ ଅନ୍ତରାଜ୍ୟ ମାଫିଆମାନଙ୍କର କଥାରେ ପ୍ରଲୋଭନରେ ପଡ଼ି ସେମାନେ ବାଧ୍ୟରେ ମାନେ ଏ ଗଞ୍ଜେଇ ଚୋରା ଚାଲାଣରେ ସେମାନେ ସାମିଲ ହେବାକୁ ବାଧ୍ୟ ହେଉଛନ୍ତି। ତ ପୋଲିସ ଅବକାରୀ ବିଭାଗ ଥାଉ ଥାଉ ଗଞ୍ଜେଇ ଚାଲାଣ ବେଧଡ଼କ ଚାଲୁଛି, ଏଇଟା କେମିତି ଚାଲୁଛି? ଦେଖନ୍ତୁ, ଏଇଠି ଆମେ ଯଦି କହିବା ଯେଉଁମାନେ ଆମର ପୋଲିସ ପ୍ରଶାସନର ଛୋଟିଆ କର୍ମଚାରୀମାନେ ଯେଉଁମାନେ ଗେଟ୍ ଜଗୁଛନ୍ତି, ଯେଉଁମାନେ ପେଟ୍ରୋଲିଂରେ ଥାଉଛନ୍ତି, ସେମାନଙ୍କୁ ସେ ଅନ୍ତରାଜ୍ୟ ମାଫିଆ ସେମାନେ ସଲାସୁତୁରା କରି ସେମାନେ ପାର କରିକି ଆମରି ଦଳିତ ଆଦିବାସୀ ପିଲାମାନଙ୍କୁ ସେମାନେ ବ୍ୟବହାର କରୁଛନ୍ତି ଚାଲାଣ କରିବାରେ। ତ କ'ଣ କଲେ ଏ ଚାଷ ସମୂଳେ ଧ୍ୱଂସ ହୋଇପାରିବ ଗଜପତି ଜିଲ୍ଲାରୁ ବୋଲି ଆପଣ ଭାବୁଛନ୍ତି? ମୁଁ ଏତିକି ନିବେଦନ କରିବି ଗଜପତି ପୋଲିସ ପ୍ରଶାସନକୁ ସେମାନେ ତୀକ୍ଷ୍ଣ ନଜର ରଖନ୍ତୁ ଏବଂ ଯେଉଁ ବର୍ତ୍ତମାନ ଯୁବପିଢ଼ି ତାଙ୍କର ଖାଲି ଯେ ଚାଲାଣ କରିବାରେ ସେମାନେ ନାହାନ୍ତି, ସେମାନେ ବର୍ତ୍ତମାନ ସେବନ କରିବାକୁ ବି ଆରମ୍ଭ କଲେଣି, ଯେଉଁଟାକି ଗଞ୍ଜେଇ ସେବନ କରିବାକୁ ଆରମ୍ଭ କଲେଣି, ଯାହାରି ଫଳରେ ଆମ ପିଲାମାନଙ୍କର ମେନଲି ତ ଦଳିତ ଆଦିବାସୀ ପିଲାମାନଙ୍କର ଭବିଷ୍ୟତ ନଷ୍ଟ ହେବାକୁ ଗଲାଣି। ତେଣୁ ମୁଁ ନିବେଦନ କରିବି ପୋଲିସ ପ୍ରଶାସନକୁ ୟାରି ଉପରେ ତୀକ୍ଷ୍ଣ ନଜର ଦିଅନ୍ତୁ ଏବଂ ରାଜ୍ୟ ସରକାରଙ୍କୁ ମୁଁ ନିବେଦନ କରିବି ଗଜପତି ଜିଲ୍ଲାରେ ଯେଉଁଟାକି କର୍ମ ନିଯୁକ୍ତି ଯେଉଁମାନେ ବେରୋଜଗାର ହେଇ ଅଛନ୍ତି, ପାଠ ପଢ଼ିକି ଅନେକ ଯୁବକ ବେରୋଜଗାର ହେଇଛନ୍ତି, ସେମାନଙ୍କ ପାଇଁ ରୋଜଗାର ପ୍ରଦାନ କଲେ ନିଶ୍ଚୟ ଆଗାମୀ ଦିନରେ ଗଜପତି ଜିଲ୍ଲାରେ ଗଞ୍ଜେଇ ଚାଷ ନିପାତ ହେବ। ବେଳେବେଳେ ଆରକ୍ଷୀ ଏବଂ ଅବକାରୀ ବିଭାଗର କିଛି ଅଧିକାରୀଙ୍କ ପଞ୍ଜାରେ କିଛି ମାଫିଆ ପଡ଼ୁଥିବା ବେଳେ ଅନ୍ୟମାନେ ଖସିଯିବାରେ ସକ୍ଷମ ହୋଇଥାନ୍ତି। ଗଜପତି ଜିଲ୍ଲାରୁ ଚାଲାଣ ହେଉଥିବା ଗଞ୍ଜେଇ, ଭାଙ୍ଗ ଆଦି ନିଶାଦ୍ରବ୍ୟ ବ୍ରହ୍ମପୁର ଏବଂ ରାଜଧାନୀରେ ଜବତ କରାଯିବାର ନଜିର ମଧ୍ୟ ରହିଛି। ତେବେ ଏହି ଗଞ୍ଜେଇ କାରବାରରେ ଏବଂ ଗଞ୍ଜେଇ ସେବନରେ ବର୍ତ୍ତମାନର ଯୁବପିଢ଼ି ସାମିଲ ହେବା ଦେଖାଦେଲାଣି। ଶିକ୍ଷିତ ବେକାର ଏବଂ ଯୁବଗୋଷ୍ଠୀ କୌଣସି କର୍ମସଂସ୍ଥାନର ସୁଯୋଗ ନ ପାଇ କମ୍ ସମୟରେ ଅଧିକ ଉପାର୍ଜନ ଆଶାରେ ଏହି ଗଞ୍ଜେଇ ଚାଲାଣରେ ଲିପ୍ତ ରହିବା ସହ ଗଞ୍ଜେଇ ସେବନ ମଧ୍ୟ କରୁଛନ୍ତି। ଫଳରେ ପୋଲିସ ହାବୁଡ଼ରେ ପଡ଼ି ସେମାନଙ୍କ ଜୀବନ ଜେଲ୍ର ଅନ୍ଧାର କୋଠରୀରେ କଟିବା ସହ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି। ଗଞ୍ଜେଇ କାରବାରକୁ ନେଇ ଅଞ୍ଚଳରେ ହତ୍ୟାକାଣ୍ଡ ଏବଂ ଥାନା ଉପରେ ଆକ୍ରମଣ ହେବାର ନଜିର ମଧ୍ୟ ରହିଛି। ଗଞ୍ଜେଇ ଅଭିଯୁକ୍ତଙ୍କୁ ଗିରଫ କରିବା ପ୍ରତିବାଦରେ 13/9/2022ରେ ଜିଲ୍ଲାର ଅଡ଼ପା ଥାନାକୁ ଭାଙ୍ଗିରୁଜି ଚୁରମାର କରିଦେଇଥିଲେ ଝରଣପୁର ଗ୍ରାମବାସୀ। ତେବେ ଗଞ୍ଜେଇ ଧରାପକଡ଼କୁ ନେଇ ଅବକାରୀ ବିଭାଗ ଆଶାନୁପାତ ସକ୍ରିୟ ରହୁନଥିବା ବେଳେ ପୋଲିସ କିନ୍ତୁ ତା କାର୍ଯ୍ୟ ଜାରି ରଖିଛି। ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ପ୍ରକାରରେ 2021 ମସିହାରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ 70ଟି ଗଞ୍ଜେଇ ଚୋରାଚାଲାଣ ମାମଲା ହୋଇଥିବା ବେଳେ 16,238 କେଜି 690 ଗ୍ରାମ ଗଞ୍ଜେଇ ଜବତ ହୋଇଛି ଏବଂ 155 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେହିଭଳି 2022ରେ 61ଟି ଗଞ୍ଜେଇ ଚୋରାଚାଲାଣ ମାମଲାରେ 12,437 କେଜି 60 ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ 70 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗଞ୍ଜେଇ ଚାଷ ଗଞ୍ଜେଇ ଚାଷ ବର୍ତ୍ତମାନ ଗୋଟେ ଅପରାଧିକ ଚାଷ, ଯେଉଁ ଚାଷକୁ ନେଇକି ଅନେକ ପରିବାର ଅନେକ ବ୍ୟକ୍ତି ଧ୍ୱଂସ ମୁଖରେ ପଡ଼ିଯାଆନ୍ତି। ବିଶେଷ କରି ଗଜପତି ଜିଲ୍ଲାରେ ଗଞ୍ଜେଇ ଚାଷ ବହୁ ପରିମାଣରେ ହେଉଛି। ସାଧାରଣତଃ ଦେଖିବାକୁ ଗଲେ ଆମେ ଅନେକ ମିଡ଼ିଆ ବନ୍ଧୁମାନଙ୍କ ଦ୍ୱାରା ମଧ୍ୟ ଶୁଣିଥାଉ ଦେଖିଥାଉ ଯେ ମୋହନା ବ୍ଲକ, ନୂଆଗଡ଼ ବ୍ଲକ, ଆରଦେଗିରି ବ୍ଲକ, ଉପାନ୍ତ ବ୍ଲକ ମାନଙ୍କର ମଧ୍ୟ ଚାଷ ହୁଏ। ଯେହେତୁ ଗଜପତି ଜିଲ୍ଲା ଏସବୁ ଏରିଆ ହେଉଛି ପାହାଡ଼ିଆ ଅଞ୍ଚଳ, ଘନ ପର୍ବତ ଅଞ୍ଚଳ, ଯେଉଁଠିକି ଲୁକାଳିଆ ଜାଗା, କେହି ଚାଷ କଲେ ଦେଖିପାରନ୍ତି ନାହିଁର ଅବକାଶ ନେଇକି ସାଧାରଣ ନିରୀହ ଆଦିବାସୀ ସରଳ ଜୀବନଯାପନ କରୁଥିବା ବନବାସୀ, ବିଶେଷ କରି ଅଣ ଆଦିବାସୀ ମଧ୍ୟ ଏଠି ସମ୍ପୃକ୍ତ ହୋଇ ଗଞ୍ଜେଇ ଚାଷ କରନ୍ତି। ଏହାଦ୍ୱାରା ସେମାନେ ନିଜର ମାନବିକତା ହରାଇ ବସନ୍ତି। ଯେହେତୁ ମାଫିଆମାନଙ୍କର ଜାଲରେ ଫସି ସେମାନେ ସେଠାରୁ ଅର୍ଥ ଆଣି, ମଞ୍ଜି ଆଣି, ବିହନ ଆଣି, ବିଭିନ୍ନ ପ୍ରକାର ସହାୟତାରେ ଲୁଚ ଛାପା କରି ଆଣି ସେମାନେ ଚାଷ କରିକି ବର୍ବାଦ ହେଇଯାଉଛନ୍ତି। ବେଳେବେଳେ ଏଇଥିରେ ଏହାକୁ ଚୋରାଚାଲାଣ କରିବା ପାଇଁ ମଧ୍ୟ ଯୁବକମାନଙ୍କର ହାତ ବାସି କରନ୍ତି। ସେ ବିଶେଷ କରି ଯେଉଁମାନେ ପ୍ରଶାସନିକ ବା ପୋଲିସ ବିଭାଗ, ଅବକାରୀ ବିଭାଗ ମଧ୍ୟ ସେମାନେ ହାତ ବାସି କରି ମଧ୍ୟ ନେଇଯାଆନ୍ତି। କିନ୍ତୁ ବେଳେବେଳେ କାଁ ଭାଁ ଧରା ପଡ଼େ ସେଠି ଯୁବକମାନେ ହିଁ କ୍ଷତିଗ୍ରସ୍ତ ହୁଅନ୍ତି।
ଆଉ ଏଭଳି ଗୋଟେ ଅଭାବନୀୟ ପରିସ୍ଥିତି ହେଇଛି ଯେ ଯୁବକମାନେ ବର୍ତ୍ତମାନ ଏ ଗଞ୍ଜେଇ ଚାଷରେ ବିଶେଷ ପ୍ରଭାବିତ ହେଇକି ନିଜକୁ ବର୍ବାଦ କରୁଛନ୍ତି, ଗଞ୍ଜେଇ ପିଉଛନ୍ତି, ଅନୈତିକ କାମ ମଧ୍ୟ କରୁଛନ୍ତି। ତେଣୁକରି ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ କରିବା ପାଇଁ ଗଜପତି ପ୍ରୟାସ କରାଯାଉ, ପ୍ରଶାସନିକ ଦୃଷ୍ଟି ଦିଆଯାଉ ଏବଂ ଯୁବପିଢ଼ିଙ୍କୁ ମଧ୍ୟ ଉନ୍ନତି କ୍ଷେତ୍ରରେ ସାମିଲ କରାଯାଏ। ଯେଉଁମାନେ ମୁଖ୍ୟ ସ୍ରୋତରେ ସାମିଲ ହେଇକି ଏ ଗଞ୍ଜେଇ ଚାଷରୁ, ଏ ଗଞ୍ଜେଇ ନିଶାରୁ ବିଭିନ୍ନ ଅପ୍ରତିକାର ସୃଷ୍ଟି କରିବାକୁ ସେମାନେ ବଞ୍ଚିତ ହୋଇପାରେ ଏବଂ ଆଶା କରୁଛି ଯେ ଏହାକୁ ଯଥାଶୀଘ୍ର ଭାବେ ରୋକିବା ପାଇଁ ବିଭିନ୍ନ ସ୍ତରରେ ଶିକ୍ଷାନୁଷ୍ଠାନମାନଙ୍କରେ, ଧାର୍ମିକ ଅନୁଷ୍ଠାନମାନଙ୍କରେ, ବୁଦ୍ଧିଜୀବୀମାନଙ୍କ ମହଲରେ ଏବଂ ଯୁବବନ୍ଧୁମାନଙ୍କ ମହଲରେ ମଧ୍ୟ ସଚେତନ କାର୍ଯ୍ୟକ୍ରମ କଲେ ନିହାତି ଭାବେ ଗଜପତି ଜିଲ୍ଲାରେ ଗଞ୍ଜେଇ ସମ୍ପୂର୍ଣ୍ଣ ନଷ୍ଟ ଏବଂ ଗୋଟେ ବିକଶିତ ଜିଲ୍ଲା ଭାବେ ପରିଗଣିତ ହେବ। ଏହା ମୁଁ ଆଶା କରୁଛି ଏବଂ ପ୍ରଶାସନକୁ ମଧ୍ୟ ଅନୁରୋଧ କରୁଛି ଏହା ପ୍ରତି ମଧ୍ୟ ଗୁରୁତ୍ୱ ଭାବେ ଦୃଷ୍ଟି ଦିଆଯାଉ। ଏ ଯୋଉ ଗଞ୍ଜେଇ ଚାଷ ଚାଲିଛି ଆମ ଅଞ୍ଚଳରେ ଆପଣ କ'ଣ କହିବେ ଆପଣ? ଗଞ୍ଜେଇ ଚାଷ କହିଲେ ଆପଣ କ'ଣ ବୁଝୁଛନ୍ତି? ଗଞ୍ଜେଇ ଚାଷଟା ହେଉଛି ଗୋଟେ ରୋଜଗାର ପନ୍ଥା ହେଇଗଲାଣି ତ ଅନ୍ୟମାନେ ପ୍ରଲୋଭିତ କରୁଛନ୍ତି। ଯେଉଁମାନେ ଗଞ୍ଜେଇ ମାଫିଆ ତାଙ୍କର କିଛି ଆଉ ଦରକାର ନାହିଁ, ପଇସା ଦରକାର, କିଏ ଅସୁବିଧାରେ ପଡ଼ୁ ସୁବିଧାରେ ପଡ଼ୁ ସେ କଥା ତାଙ୍କର କଥା ନାହିଁ। ସୁବିଧା କଥା ତ ଚିନ୍ତା କରନ୍ତିନି, ଯୁବଗୋଷ୍ଠୀଠୁ ଏବଂ ଅଭାବୀ ଲୋକ ପାଖରେ ପହଞ୍ଚିଯାଆନ୍ତି, ଯାହାଫଳରେ ପ୍ରଲୋଭିତ ହୋଇ ସେମାନେ ଯେକୌଣସି ଭୁଲ କାମ କରିବା ପାଇଁ ପ୍ରସ୍ତୁତ ହୁଅନ୍ତେ। ରାତାରାତି ବଡ଼ ଆମ ଅଞ୍ଚଳରେ କ'ଣ ସବୁ ଭୌଗୋଳିକ ସ୍ଥିତି ଏମିତି ଅଛି ଯେ ଗଞ୍ଜେଇ ଚାଷ ପାଇଁ ଅନୁକୂଳ ହେଉଛି? ଅନୁକୂଳ ହେଉଛି କହିଲେ ଦେଖୁନାହାନ୍ତି, ପାହାଡ଼ ପର୍ବତ ଜଙ୍ଗଲ ଘେରା ରହିଛି, ପର୍ବତରୁ ପାଣି ଆସୁଛି, କିଛି କିଛି ତାଙ୍କର ପ୍ରାକୃତିକ ସୁବିଧା ଅଛି ପାଣି ପାଇବାର। ଆଉ ଅନ୍ୟ ପକ୍ଷରେ ଯେଉଁ ଆଜିକାଲି ଚାଷ ନାଁରେ ନେଇଯାଉଛନ୍ତି, ତାଙ୍କ ପଇସା ପତ୍ର ଦେଉଛନ୍ତି ଅଧିକ ଇଏ ପାଣି ଖୋଳିବା ପାଇଁ, ପାଣି ବାହାର କରିବା ପାଇଁ ଦେଉଛନ୍ତି ଏଇ ଯେଉଁ ମାଫିଆମାନେ। ତା ଫଳରେ ସହଜ ହେଉଛି, ପାହାଡ଼ ଜଙ୍ଗଲ ଘେରା ଜାଗା ତ ସହଜରେ ଲୋକ ପହଞ୍ଚି ପାରୁନାହାନ୍ତି, ସରକାରୀ କର୍ମଚାରୀ ବା ଯେଉଁ ଦାୟିତ୍ୱର ଏକ୍ସାଇଜ୍ ବାଲା ଅଛନ୍ତି। ତେଣୁ ନିହାତି ରାସ୍ତାଘାଟ ବି ଭଲ ନାହିଁ। ପୋଲିସ ଅବକାରୀ ବିଭାଗର ଭୂମିକା କ'ଣ ରହିଛି ବୋଲି ଆପଣ ଭାବୁଛନ୍ତି? ଦେଖନ୍ତୁ, ପୋଲିସ ଆଉ ଅବକାରୀ ବିଭାଗ ସତତ ଚେଷ୍ଟା କରୁଛନ୍ତି, ନାହିଁ ବୋଲି କହିବାନି। ଭୂମିକା ରହିଛି, ଯେଉଁଟାକି ଖବର ପାଇଲେ ଆସିଲା ବେଳକୁ ତା ପୂର୍ବରୁ ଆହୁରି ଖବର ତାଙ୍କୁ ପହଞ୍ଚିଯାଉଛି। ତା ପୂର୍ବରୁ ଏତେ ଇଣ୍ଟେଲିଜେନ୍ସିଆ, ଏତେ ଯେଉଁ ସୁବିଧା ଅଛି, ଯେଉଁଟାକି ଗଞ୍ଜେଇ ମାଫିଆକୁ ଯେଉଁ ରେଟ୍ରେ ତାଙ୍କେ ରେଡ୍ କରିକିରି ପାଇ ବୋଲି ଭାବିଥାଉଛନ୍ତି, ତାପରେ ସେମାନେ ପ୍ରି ଇନଫର୍ମେସନ୍ ପାଇଯାଉଛନ୍ତି। କିଏ କୁଆଡ଼େ ଗଲେ ମଧ୍ୟ ଦୋଷୀକି ଧରିବାଟା କଷ୍ଟ ହେଉଛି। ଅନ୍ୟ ପକ୍ଷରେ ମାଫିଆମାନେ ମଧ୍ୟ ତାଙ୍କୁ ପ୍ରଲୋଭିତ କରି ପୋଲିସ ବାଲାକୁ ରଖାଇ ଦେଉଛନ୍ତି। ଏକ୍ସାଇଜ୍ ବାଲାକୁ ମାଫିଆ ବାଲା ମଧ୍ୟ କେତେ କ୍ଷେତ୍ରରେ ଇନଫର୍ମେସନ୍। ଆପଣ ଯଦି ଦେଖୁଥିବେ ଯୁବପିଢ଼ି ବର୍ତ୍ତମାନ ଗଞ୍ଜେଇ ନିଶା ଭିତରେ ନଷ୍ଟ ହୋଇକି ରହୁଛନ୍ତି, এটা କେତେ ପ୍ରଭାବ ପକାଇବ ଆମ ସମାଜ ଉପରେ? କିଭଳି ଏମାନଙ୍କୁ ସେ ନିଶା କବଳରୁ ବାହାର କରାଯିବ? ଏଇଟା ବଡ଼ ଗୋଟେ ଘଟଣା। କାହିଁକି ନିଶାରୁ ବର୍ତ୍ତିବାଟା ଏତେ ସହଜ ହେଇନି। ଯୁବପିଢ଼ି ତାର ମାଧ୍ୟମ, କାହିଁକି ପିଲା ଲୋକ ପାଇଁ ୟାକୁ ପ୍ରଭାବ ପଡ଼ିବନି ବା ବୟସ୍କ ଲୋକ ହେଲେ ବିଚାର କରିବନି, କିଛି ଅସୁବିଧା ହେବନି। କିନ୍ତୁ ଏଇ ନିର୍ଦ୍ଦିଷ୍ଟ ଭାବେ ଗଞ୍ଜେଇ ନିଶାଟା ଏମିତି ଗୋଟେ ନିଶା ଯାହା ମୁଁ ଶୁଣିଛି ଏବଂ ସତରେ କହିବାକୁ ଗଲେ ଆମେ ଦେଖୁଛୁ ମଧ୍ୟ। ସେ 24 ଘଣ୍ଟା ଧରି ରହେ, ତାଙ୍କର ହିତାହିତ ଜ୍ଞାନ ଭୁଲି ଯାଆନ୍ତି, ତା ଭବିଷ୍ୟତ ଅନ୍ଧାର ହେଲା ଭଳି ରହିଲେ ମଧ୍ୟ ଆଉ ଥରେ ଠିକ୍ ସମୟରେ ତାଙ୍କୁ ଯଦି ସେ ସୁଯୋଗଟା ଟିକେ ମିଳିଯାଏ, ସେଥିପାଇଁ ସେମାନେ ହିତାହିତ ଜ୍ଞାନ ଭୁଲିକି ତା ଭିତରେ କ'ଣ କଲେ ବର୍ତ୍ତମାନ ଏ ଜିନିଷ ପୁରା ସମ୍ପୂର୍ଣ୍ଣ ଧ୍ୱଂସ ହେବ ଆଉ ଗଜପତି ଜିଲ୍ଲା ଗଞ୍ଜେଇ ମୁକ୍ତ ହୋଇପାରିବ? ଦେଖନ୍ତୁ, ଏଇଟା କଥା କ'ଣ ଆପଣଙ୍କୁ ବୋଧେ ମୁଁ କହିବା ଆବଶ୍ୟକତା ଅଛି। ରାସ୍ତାଘାଟ ହିଁ ମୂଳ କାରଣ। ରାସ୍ତାଘାଟ ସହିତ ଯୁବପିଢ଼ିକୁ ଉଚ୍ଚ ଶିକ୍ଷିତ କରିବାକୁ ହେବ ଏବଂ ତାଙ୍କୁ ଗୋଟେ ବୋଧେ ତାଙ୍କର ଶିକ୍ଷା ଦୀକ୍ଷା ଭିତରେ ଏଇଟାକୁ ଗୋଟେ ଶିକ୍ଷା ଦେବାକୁ ପଡ଼ିବ, ନୈତିକ ଶିକ୍ଷା। ଏବଂ ନିଶାର ଏତେ କୁପ୍ରଭାବ ରହିଛି ଏବଂ ବଡ଼ ଲୋକ ହେବାର ନିଶା ସହିତ ଏ ନିଶା ଉଭୟ ମିଶିଗଲେ ବଡ଼ କ୍ଷତିକାରକ ହେବ। ଏଇଟା ସମ୍ପୂର୍ଣ୍ଣ ଭାବେ ଯୁବଗୋଷ୍ଠୀକି ବୁଝେଇବାକୁ ହେବ ଏବଂ କେବଳ ତାଙ୍କୁ କର୍ମଶାଳା କରିକିରି ତା ଭିତରେ ନିଜକୁ ପଶିଯିବାକୁ ହେବ। କାହିଁକି ଏଇ ସମସ୍ତଙ୍କର ଦେଶ ଆମ ଦେଶ ବୋଲି କହିଲେ ଯୁବପିଢ଼ି ହିଁ ସତର୍କ କରିବାକୁ ହେବ। 2023ରେ 62ଟି ମାମଲାରେ 22,299 କେଜି 194 ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ 55 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ଆରକ୍ଷୀ ବିଭାଗ। ସେହିଭଳି 2021 ମସିହାରେ ବୋହନା, ଅଡ଼ବା ଏବଂ ଆର୍ ଉଦୟଗିରି ଥାନା ଅଞ୍ଚଳର ଦୁର୍ଗମ ପାହାଡ଼ ଉପରେ 4,706.939 ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା 94,13,878 ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଛି ଜିଲ୍ଲା ଆରକ୍ଷୀ ବିଭାଗ। ଏନେଇ 59ଟି ମାମଲା ରୁଜୁ ହୋଇଛି। 2022ରେ 1979.147 ଏକର ଜମିରେ
ଚାଷ ହୋଇଥିବା 39,54,450 ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ବେଳେ 35ଟି ମାମଲା ରୁଜୁ ହୋଇଛି। 2023ରୁ ବର୍ତ୍ତମାନ ପର୍ଯ୍ୟନ୍ତ 527.232 ଏକର ଜମିରେ ଚାଷ ହୋଇଥିବା 10,54,464 ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ ବିଭିନ୍ନ ଥାନାରେ 9ଟି ମାମଲା ରୁଜୁ ହୋଇଛି। ଜବତ ଗଞ୍ଜେଇଗୁଡ଼ିକୁ ମାଲଖାନାରେ ରଖାଯିବା ସହ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରରେ 2022ର 29ଟି ମାମଲାରେ ଜବତ ହୋଇଥିବା 15,892 କେଜି 86 ଗ୍ରାମ ଏବଂ 2023ରେ 57ଟି ମାମଲାରେ ଜବତ ହୋଇଥିବା 12,339 କେଜି 590 ଗ୍ରାମ ଗଞ୍ଜେଇକୁ ପୁଲିସ ମାଲଖାନାରୁ ବାହାର କରି ନଷ୍ଟ କରିଛି। ଏତେ ପରେ ମଧ୍ୟ ମାଫିଆମାନେ ସେମାନଙ୍କ ଗଳା ବାଟ ଦେଇ ପୁଲିସକୁ ଚକମା ଦେଖି ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଗଞ୍ଜେଇ ଚାଷ ଏବଂ ଗଞ୍ଜେଇ ବେପାରୀଙ୍କ ଭୂସ୍ୱର୍ଗ ପାଲଟିଥିବା ଗଜପତି ଜିଲ୍ଲା କେବେ ଏହି ଅଞ୍ଚଳ ଗଜପତି ଜିଲ୍ଲାରୁ ଗଞ୍ଜେଇ ଚାଷର ମୂଳ ଉତ୍ପାଦନ ହେବ ତାକୁ ଏବେ ସମସ୍ତଙ୍କ ଅପେକ୍ଷା। ଗଜପତି ଜିଲ୍ଲା ମୋହନାରୁ ଅଂଶୁମାନ ପଣ୍ଡା, ସ୍ୱସ୍ତିକ ଟିଭି। ଆଗାମୀ ଦିନରେ ଏହି ନୀଳଜହର ଚାଷକୁ ଯଦି ଅଞ୍ଚଳରୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାନଯାଏ ତେବେ ଆଗାମୀ ଭବିଷ୍ୟତମାନେ ଯେ ସମ୍ପୂର୍ଣ୍ଣ ବିପଦଗାମୀ ହୋଇଯିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ମୋହନାରୁ ଅଂଶୁମାନ ପଣ୍ଡାଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।